नमस्कार पुनराय उपेन्द्रनाथ दलाए आपण सामना आज आम जाना सद्ज्ञानर अवशिष्टांश विषय आलोचना करवा जो ज्ञान समस्त निहाती आवश्यक। मुझे से ज्ञान विषय आपण को न जनाए ताहले संसार एकमात्र दोषी मुझी ये दोषटा मो कांधर खलास करने मु आपण मान को जनाया बाध्य होमें पूर्वर आलोचना करिछे जे मनुष्य आ अन्य जीव भितर पार्थक्य। मनुष्य केवल तार ब्रेन बा मन को नहीं से अन्य जीव मान भितर सेपारेट अच्छी। तेणु मनुष्यर तीनोटी पार्ट्स रोची। मनुष्य तार बॉडी को नहीं शरीर को नहीं अन्य जीव मान दुईटी पार्ट्स रोची। से परिचालन कर आत्मा, मनुष्य को परिचालन कर तार मन। आत्मा परमात्मार संपर्क अच्छी निबिड़ एवं आत्मार इच्छाटा परमात्मा इच्छाटा आत्मा जाने कि परमात्मा का इच्छाटा मन जाने नहीं। से मनुष्य को गोटे स्वतंत्र पावर दी जाइए, स्वतंत्र स्वाधीनता दी जाइए। सी तार मनर इच्छा जहाँ कर भूल करें ठीक करें। तेणु आम जाचु जे मनुष्य भूल करे केवल तार मन इच्छा चलचु बोली से भूल करे। समस्त कहते मनुष्य जहाँ करुच्ची ईश्वर को इच्छा करुच्ची। मनुष्यर किसी भूल ना। सकल कंठे नारायण, समस्त देहरे नारायण अच्छा। तेणु सी जहाँ कहते से करुँच। मनुष्य किसी भूल करे ना। ये सब भावना जो मानकर अच्छी से माने भूल कहते। सेमानकर ज्ञानटा एते नाही। अज्ञानता भितर कहते सी भी एक मनर एक भ्रम। कारण सकल कंठे नारायण कहवाटा स्वाभाविक किंतु अछंती स्वाभाविक। समस्त मध्य परमात्मा बा नारायण जहाँ कहे जो अंश अच्छी। कारण आमको सृष्टि करचंती परमात्मा। मु जदि मो बापा पाखर सृष्टि होती मो बापा डीएनए बा रक्त मो देहर प्रवाहित किंतु मु बापा नुहे कि बापा कथार मु चालू नहीं। तेणु ठीक से भाई जिते परमात्मा मनुष्य समाज को सृष्टि कर आमको सृष्टि कर तेणु तांकर अंश तो रही से किसी जा आसे ना किंतु परमात्मा आमे जे ईश्वर हो गले सेटा नुह बा तांको इच्छा से आमे चलले सेटा नुह। तांकर अंशटा आम भितर अच्छे कि तांकर इच्छाटा आम जापर आमको स्वतंत्र मन दि जाइए। मन जापर ना से कथाटा आम जापर आम इच्छा आम चलुचे मन इच्छा से किसी से जहाज ना। मोर मन जहाँ हम मुझे करी से मत अटके दे पारे ना। सहीटा तो मनुष्यर भूल। मनुष्य भूल करे से एवं से भूल रू केवल मनुष्य ही दंड पाए। अन्य जीवजंतु दंड पाते ना। से जानते परमात्मा को डायरेक्ट सहित संपर्क से
ଯାହା ବି କରନ୍ତି ସବୁ ଠିକ୍ କରନ୍ତି। ସେ ଭୁଲ କରନ୍ତିନି। ପରମାତ୍ମାଙ୍କ ନିର୍ଦ୍ଦେଶରେ ବି ମଧ୍ୟ ବେଳେବେଳେ ତାଙ୍କ କାମ ବି କରନ୍ତି। ମଣିଷ ଯାହା କରେ ଯେହେତୁ ଜାଣିନାହିଁ, ସତ୍ୟଟା ଜାଣିନାହିଁ, ସେ ଭୁଲ କରେ। ସେଥିପାଇଁ ତାକୁ ଦଣ୍ଡ ଅଛି। କେବଳ ମଣିଷକୁ ଦଣ୍ଡ ମିଳେ। ମଣିଷକୁ କି ଦଣ୍ଡ ମିଳେ? ସମସ୍ତେ ଜାଣିଛନ୍ତି ବା ସମସ୍ତେ କୁହନ୍ତି ଭଗବାନ ମୋତେ ଦଣ୍ଡ ଦେଲେ, ବା ସେ କିଛି ଭୋଗୁଛି, ଭଗବାନ ତାକୁ ଦଣ୍ଡ ଦେଇଛନ୍ତି, ଦଣ୍ଡ ଦେଉଛନ୍ତି। ସେଇଟା ସମ୍ପୂର୍ଣ୍ଣ ଭୁଲ। ଭଗବାନ ବା ଈଶ୍ୱର ବା ପୁରୁଷୋତ୍ତମ ଯାହା ପରମାତ୍ମା ଆମେ ଯାହାକୁ କହୁଛେ, ସେ କାହାରିକୁ ଦେଖନ୍ତି ନାହିଁ। ସେ ଜନ୍ମ ଦେଲା ବେଳେ ଆତ୍ମା ସହିତ ତାଙ୍କର ସମ୍ପର୍କ। ସେ ଆତ୍ମାକୁ ଛାଡ଼ିଦେଲା ପରେ ମଣିଷ ଶରୀରରେ ସେ ଆଉ ଦେଖନ୍ତିନି। ଏବେ ୟାର ଦେଖିବା ପାଳି ପରମାତ୍ମାକୁ ଦେଖନ୍ତିନି ବା ଜାଣନ୍ତିନି ସେ ଲୋକ କ'ଣ କରୁଛି, କ'ଣ ନାହିଁ, କେଉଁଠି ଅଛି, କିଛି ଦେଖନ୍ତି ନାହିଁ। ସେ ଆତ୍ମାକୁ ଛାଡ଼ିଦେଲା ପରେ ଆଉ କିଛି ନାହିଁ। କିନ୍ତୁ ମଣିଷ ଦଣ୍ଡ ପାଏ, ସେ ଭୁଲରେ ଦଣ୍ଡ ପାଏ। କ'ଣ ଭୁଲ କରେ ନା, ମଣିଷ ଯେତେବେଳେ ତାର ଜନ୍ମ ହୁଏ ପୂର୍ବରୁ ଆତ୍ମା ଯେତେବେଳେ ମଣିଷ ଶରୀରରେ ପ୍ରବେଶ କରାଏ, ପରମାତ୍ମା ଯେତେବେଳେ ଆତ୍ମାକୁ ମଣିଷ ଶରୀରରେ ପ୍ରବେଶ କରାଏ, ସେତେବେଳେ କିଛି କଣ୍ଡିସନ ସେ ରଖିଥାଏ, କିଛି ସର୍ତ୍ତ ତାକୁ ରଖିଥାଏ। ଯଦି ମୁଁ ମନୁଷ୍ୟ ଶରୀର ତତେ ଦେବି, ମନୁଷ୍ୟ ଶରୀର ହେଲା କେବଳ ସେ ସୁଖ ଭୋଗ କରିପାରେ, ସେ ଆନନ୍ଦ ଅନୁଭବ କରିପାରେ, ସେ ସୁଖୀ ରହେ। କିନ୍ତୁ ଅନ୍ୟ ଜୀବମାନେ ଦୁଃଖୀ, ସେମାନେ ଦୁଃଖ କଷ୍ଟ ଭୋଗନ୍ତି, ସେମାନଙ୍କର ସୁଖ ନାହିଁ। 84 ଲକ୍ଷ ଶରୀର ଭିତରେ ମଣିଷକୁ ଛାଡ଼ିଦେଲେ ଆଉ ସବୁ ଦୁଃଖ ଭିତରେ ସେମାନେ ରୁହନ୍ତି। ମଣିଷ କେବଳ ଏନ୍ଜୟ କରେ, ସୁଖରେ ରୁହେ। ସେଥିପାଇଁ ସବୁ ଆତ୍ମା ଚାହାନ୍ତି ଆମେ ମଣିଷ ଶରୀର ଜନ୍ମ ନେବା। ସମସ୍ତେ ଚାହାନ୍ତି, ଦେବତାମାନେ ବି ଚାହାନ୍ତି ଆମେ ମଣିଷ ଶରୀରରେ ଜନ୍ମ ନେଇକି ଟିକେ ଈଶ୍ୱରଙ୍କୁ ଟିକେ ଉପଭୋଗ କରିବା। କିନ୍ତୁ ସେଭଳି ପିତାମାତା ମିଳନ୍ତି ନାହିଁ, ସେଥିପାଇଁ ଦେବତା ମଧ୍ୟ ଆସିପାରୁନାହାନ୍ତି। ଚାବି ହଉ। ତେଣୁ ସବୁ ଆତ୍ମା ଚାହାନ୍ତି ଆମେ ମଣିଷ ଜନ୍ମ ହେବା। ସେଇ ଦୃଷ୍ଟିରୁ ଯେତେବେଳେ ଗୋଟାଏ ଆତ୍ମା 84 ଲକ୍ଷ ଶରୀର ଅତିକ୍ରମ, ଦୁଃଖ ଭିତରେ ଅତିକ୍ରମ କରି 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 ଶେଷ ଅବସ୍ଥାକୁ ଆସେ, ସେ ଗୋଟେ ମଣିଷ ଜନ୍ମ ପାଇଁ ଚାନ୍ସ ନିଏ। ତ ବହୁତ ଦୁଃଖ ଭୋଗ କଲୁଣି, ତତେ ଏଇଥର ଗୋଟେ ମଣିଷ ଚାନ୍ସ ଦିଆଯିବ। ସେଇ ଚାନ୍ସରେ ସେ ଜନ୍ମ ନିଏ ଏବଂ ସେଇ ଚାନ୍ସରେ ଗୋଟେ କଣ୍ଡିସନ୍ ଥାଏ। ସେ କଣ୍ଡିସନ୍ଟା ହେଉଛି ଏଇଆ ଯେ ତୁ ତୋତେ ମଣିଷ ଶରୀର ଦେଲି, ତୁ ମଣିଷ ଭିତରେ ମୋତେ ପାଇବୁ, ଖୋଜିବୁ, ମୁଁ ବି ସେଇ ମଣିଷ ଶରୀର ଅଛି, ମୋତେ କେଉଁଠି ଅଣ୍ଡାଳିବ, ପାଇବୁ, ଖୋଜିବୁ, ମୋର ନାମ କରିବୁ, ମୋର କୀର୍ତ୍ତନ କରିବୁ, ମୋର ପ୍ରଚାର ପ୍ରସାର କରିବୁ। ରାଜି ତ? ସେଠୁ ଇଏ ତ ମଣିଷ ଶରୀର ନେବା ପାଇଁ ପାଗଳ, ହଁ ଭରିଦିଏ, ମୁଁ ନିଶ୍ଚୟ କରିବି, ଆପଣଙ୍କ କଥାକୁ କଣ୍ଟାଏ କଣ୍ଟାଏ ପାଳନ କରିବି। ସେଇଠୁ ସେ ମଣିଷ ଶରୀରକୁ ଆସେ। ଜନ୍ମ ହେଲା ପରେ ସେ ଭୁଲିଯାଏ, କାରଣ ମଣିଷ ଜନ୍ମ ହେଲା ପରେ ସେ ଗୋଟେ ମନ ପାଇଯାଏ, ଏକ୍ସଟ୍ରା ମନ। ତାର ମନ ହିଁ କାମ କରିବ, ଆଉ ଆତ୍ମା କାମ କରିବନି। କିନ୍ତୁ ଯାହା କଥାବାର୍ତ୍ତା କରିକି ଆସିଥିଲା, ତାପରେ ଆଉ ମନ
ସେଟା ଆଉ ଜାଣିପାରିନି। ଫଳେ ମଣିଷ ଜୀବନ ସାରା ଅତିକ୍ରମ କରିଯିବ ସବୁ ଭୁଲ ବାଟ ଦେଇ। ସେ କହିଥିବା କରିଥିବା କଥାକୁ ସେ ରକ୍ଷା କରିପାରେନି, ଯେହେତୁ ମନ ଜାଣେନି ସେ ରକ୍ଷା କରିପାରେନି, ସେ କଥାକୁ ରକ୍ଷା କରିପାରିଲା ନାହିଁ। ଆଉ ଯେତେବେଳେ ସେ ପୁନରାୟ ମୃତ୍ୟୁବରଣ କରେ, ଯଦି ସେ ସେଇ ଦଶା ଭିତରେ ସେ ପିତାମାତାଙ୍କୁ ସେବା କରିଥିବ, ପିତାମାତାଙ୍କର ଋଣ ଟିକେ ଶୁଝିଥିବ ଶେଷ ପର୍ଯ୍ୟନ୍ତ, ତାହେଲେ ସେ ଆତ୍ମା ଯେତେବେଳେ ମୃତ୍ୟୁବରଣ କରିବ, ସେ ଆଉ ମଣିଷ ଶରୀର ପାଇବନି। ସେ ପାଇବ ପୁଣି ସେଇ 84 ଲକ୍ଷ ଯୋନିକୁ ଅତିକ୍ରମ କରିବ। ପୁଣି ଜୀବନ ଚକ୍ରରେ ସେ ଘାଣ୍ଟି ହେବ, ବୁଲିବ। ପୁଣି 84 ଲକ୍ଷ ଶରୀରରେ ଘୂର୍ଣ୍ଣାୟମାନ ହେବ। ପୁଣି ସେ ଜୀବନ ଚକ୍ରକୁ ଚାଲିଯିବ, ଯଦି ପିତାମାତାଙ୍କୁ ମାନିଥାଏ। ଯଦି କେହି ପିତାମାତାଙ୍କୁ ଅମାନ୍ୟ କରେ, ମାନିପାରେ ନା, ମାନେ କଷ୍ଟ ଦେଇଥିବ, ଯନ୍ତ୍ରଣା ଦେଇଥିବ, ପୀଡ଼ା, ତାହେଲେ ସେ ବ୍ୟକ୍ତି ଯେତେବେଳେ ମୃତ୍ୟୁବରଣ କରିବ, ଦୁଃଖର ବିଷୟ ସେ ଜନ୍ମ ନେଇପାରିବନି, ଅଶରୀର ହେଇକି ବୁଲିବ, ଶରୀର ପାଇବନି। କାରଣ କେହି ଜୀବ ବି ତାକୁ ଜନ୍ମ ଦେବା ପାଇଁ ରାଜି ହେବେନି, କାରଣ ଏ ପିତାମାତାଙ୍କୁ କଷ୍ଟ ଦେଇଛି। ତେଣୁ ଯେକୌଣସି ଜୀବ ଚାହିଁବ ଇଏ ତ ମୋତେ କଷ୍ଟ ଦେବ, ସେଥିପାଇଁ ସେ ତାକୁ ସେଇ ଆତ୍ମା କେହି ଜନ୍ମ ଦେବେନି, ସେ ଶରୀର ପାଇବନି। ମୋଟ କଥା ହେଲା ସେ ଶରୀର ପାଇବନି, ଅଶରୀର ହେଇକି ବୁଲିବ। କେତେବେଳେ ଶରୀର ପାଇବ ନା, ଯେତେବେଳେ ତା ବଂଶରେ ତାର ପୁତ୍ର ପୌତ୍ରାଦି ମଧ୍ୟରେ କେହି ଈଶ୍ୱରଙ୍କୁ କେହି ପାଇଯାଏ, ପ୍ରାପ୍ତ ହୁଏ, ସେତେବେଳେ ଯାଇକି ତାର ମୁକ୍ତି ମିଳିବ। ସେତେ ପର୍ଯ୍ୟନ୍ତ ତାକୁ ଅପେକ୍ଷା କରିବାକୁ ପଡ଼ିବ, ନହେଲେ ସେ ଅଶରୀର ହେଇକି ବୁଲିବ। ଆଉ ମଣିଷ ଶରୀର ପାଇବାଟା ଦୂରର କଥା। ତେଣୁ ମଣିଷ ଶରୀର ପାଇବାକୁ ହେଲେ ପୁନରାୟ ଯେ କଣ୍ଡିସନକୁ ଫୁଲଫିଲ୍ କରିଥିବ, ସେ ହିଁ କେବଳ ମଣିଷ ଶରୀର ପାଇବ ପୁନରାୟ। କାରଣ ସେ ଆଉ ଈଶ୍ୱର ଦ୍ରୋହୀ ହେବ ନାହିଁ। କଣ୍ଡିସନ ଅନୁଯାୟୀ ସେ ଈଶ୍ୱରଙ୍କୁ ପ୍ରାପ୍ତ ହେଇଥିବ। ସଦ୍ଗୁରୁଙ୍କର ଶରଣାପନ୍ନ ହେଇଥିବ। ସଦ୍ଗୁରୁ, ସତ୍ ମାନେ ଈଶ୍ୱର। ଈଶ୍ୱର ଯେତେବେଳେ ମଣିଷ ସମାଜକୁ ଆସନ୍ତି ରୂପ ନେଇକି, ମାନବ ରୂପ, ତାକୁ ସଦ୍ଗୁରୁ, ସେ ଗୁରୁ ହିସାବରେ ଆସନ୍ତି, ମଣିଷର ଗୁରୁ। ତେଣୁ ସଦ୍ଗୁରୁ ତାଙ୍କର ଦୁଇଟା ରୂପ, ଗୋଟେ ସୂକ୍ଷ୍ମ, ଗୋଟେ ସ୍ଥୂଳ। ସୂକ୍ଷ୍ମ ରୂପରେ ସେ ଦୟାଲ ଧାମରେ ଅଛନ୍ତି, ଆଉ ସ୍ଥୂଳ ରୂପରେ ମର୍ତ୍ତ୍ୟଧାମରେ ଅଛନ୍ତି। ଏ ମର୍ତ୍ତ୍ୟଧାମରେ ରହିବାର ଅର୍ଥ ସେ ଲୋକମାନଙ୍କ ସଂସ୍ପର୍ଶରେ ଆସିକି ସବୁ କଥା ଜଣେଇବେ। ମଣିଷ ଯଦି ବିଶ୍ୱାସ କରେ ପାଇବ, ଅବିଶ୍ୱାସ କଲେ ହରାଇବ। ଆଉ ଗୋଟେ ରୂପ, ସୂକ୍ଷ୍ମ ରୂପ, ସେ ଦୟାଲ ଧାମରେ ଅଛନ୍ତି, ଯାହାକୁ ଆମେ ସ୍ୱର୍ଗ କହୁଛୁ। ଯେଉଁମାନେ କଣ୍ଡିସନକୁ କଣ୍ଟାଏ କଣ୍ଟାଏ ପାଳନ କରନ୍ତି, ମଣିଷ ଜନ୍ମ ହେବା ପରେ ଯଦି ଖୋଜି ପାଇଯାଏ ଏବଂ ତାଙ୍କର ସମସ୍ତ କଥା ରକ୍ଷା କରିଥାଏ, ସେହି ବ୍ୟକ୍ତି ଯେତେବେଳେ ମୃତ୍ୟୁବରଣ କରେ, ତାର ଆତ୍ମାକୁ ନେବା ପାଇଁ ସ୍ୱୟଂ ସ୍ୱର୍ଣ୍ଣର ରଥ ଆସେ, ସୁନାର ରଥ। ସେଠି ୱେଲକମ୍ କରାଯାଏ ତାର ଆତ୍ମାକୁ, ରଥରେ ବସାଇ ସେ ରଥ ତାକୁ ନେଇଯାଏ ସେଇ ଅମର ଧାମ, ସେଇ ଦୟାଲ ଧାମ, ଯାହାକୁ ଆମେ ସ୍ୱର୍ଗପୁର କହୁଛେ, ବୈକୁଣ୍ଠପୁର କହୁଛେ।
ସେଠି ଗୋଟେ ପରିସର ଅଛି, ସେଠି ଗୋଟେ ପରିବେଶ ଅଛି। ସେହି ପରିସର ଭିତରେ ତାଙ୍କୁ ଆପ୍ୟାୟିତ କରାଯାଏ, ରଖାଯାଏ, ଟ୍ରିଟମେଣ୍ଟ କରାଯାଏ ଏବଂ ସବୁ ପ୍ରକାର ସୁଖ ସୁବିଧା ସୁଯୋଗ ଦିଆଯାଏ। କେତେ ପର୍ଯ୍ୟନ୍ତ ନା ଯେତେ ପର୍ଯ୍ୟନ୍ତ ସେ ପୁନରାୟ ମଣିଷ ଜନ୍ମ ହେବା ପର୍ଯ୍ୟନ୍ତ ତାକୁ ସେଠି ଜାଗା ଦିଆଯାଏ। ସେ ଧନ୍ୟ। ପୁଣି ଯେତେବେଳେ ସେ ମଣିଷ ଶରୀର ପାଇବା ପାଇଁ ଉପଯୁକ୍ତ ପିତାମାତା ମିଳେ ଏବଂ ସେହି ଅନୁସାରେ ସମୟ ଅନୁସାରେ ତାଙ୍କୁ ପୁନରାୟ ଏ ମଣିଷ ଶରୀର ଭିତରେ ପ୍ରବେଶ କରାଯାଏ। ଆଉ ସେଇମାନେ ହିଁ ପୁନରାୟ ଏମିତି ଘରେ ଜନ୍ମ ଦେବେ ଯେଉଁ ଘରେ ସଦ୍ଗୁରୁଙ୍କର ସେ ବ୍ୟକ୍ତି ଶରଣାପନ୍ନ ହେଇଥିବ। ଭକ୍ତ ପରିବାରରେ ସେ ଜନ୍ମ ଦିଏ, କାରଣ ତାକୁ ଆଉ ଖୋଜିବାକୁ ପଡ଼େନି। ସେହି ଘରେ ହିଁ ପରମାତ୍ମା ଥାନ୍ତି। ସେ ଜୀବ ପରମାତ୍ମା ପାଇବ, ଆଉ ପରମାତ୍ମା ପାଇବ ତା ଜୀବନଟା ସାରା ସେମିତି ପରମାତ୍ମା ପାଇଲା। ପୁଣି ମୃତ୍ୟୁବରଣ କଲା, ପୁଣି ସେଇ ଜାଗାକୁ ଗଲା, ପୁଣି ଭକ୍ତ ପରିବାର ଜନ୍ମ ହେଲା। ପୁଣି ଏଇ ଯେଉଁ ପୁନରାବୃତ୍ତି ଘଟିବ, ମଣିଷ ଜନ୍ମ ମୃତ୍ୟୁରେ ଯେଉଁ ପୁନରାବୃତ୍ତି ଭଳିବ ସିଧାସଳଖ ଭାବରେ, ତାକୁ କୁହାଯାଏ ଅମର। ସେଇଟାକୁ ଅମରତ୍ୱ କୁହାଯାଏ। ସେ ମରେନି, ବାରମ୍ବାର ଆସେ, ବାରମ୍ବାର ଯାଏ ସେ ଗୋଟିଏ ଶରୀରକୁ। ସେଇଟାକୁ କୁହାଯାଏ ଅମରତ୍ୱ। ସେ ମରେନି, ଦେହଟାକୁ ହଜେଇ ଦିଏ, ପୁଣି ପାଇଯାଏ। ଯେମିତି ମୋ ସାର୍ଟଟା ଯଦି ଚିରିଗଲା, ମୁଁ ଆଉ ଗୋଟେ ସାର୍ଟ କିଣି ଆଣିବି, ମୋର ଦୁଃଖ ନାହିଁ। ଠିକ୍ ସେଇଭଳି ଏ ଶରୀର ଚାଲିଗଲେ ମୁଁ ଯଦି କନଫର୍ମ ମୁଁ ତାଙ୍କ ପାଖରେ ଅଛି, ପରମପିତାଙ୍କ ପାଖରେ ଅଛି, ମୁଁ ପରମାତ୍ମାଙ୍କ ପାଖରେ ଅଛି, ମୋର ଭୟ ନାହିଁ। କାରଣ ଏ ଶରୀର ଗଲା ପରେ ମୁଁ ପୁନରାୟ ଏହି ଶରୀର ପାଇବି। ତେଣୁ ମୁଁ ଆମଲି କେଉଁଠି? এইটা କୁହାଯାଏ ଅମରତ୍ୱ। ସେ ମଲା ନାହିଁ, ସେ ଚେଞ୍ଜ କଲା ଶରୀର। ଖରାପ ଶରୀର ଗଲା, ଭଲ ଶରୀର ଆସିଲା। ବୃଦ୍ଧ ଅବସ୍ଥାଟା ଶରୀରର କ୍ଷୀର୍ଣ୍ଣ ଭିନ୍ନ ଅବସ୍ଥା, ସେଟା ପରିବର୍ତ୍ତନ କରି ନୂତନ ଅବସ୍ଥାରେ ଆସି ପହଞ୍ଚିଲା। ତେଣୁ ଏଇଟା କୁହାଯାଏ ଅମରତ୍ୱ। ତେଣୁ ଆଜି ଏତିକି, ଆଉ ନେକ୍ସଟ ପୁଣି ପରବର୍ତ୍ତୀ ଟପିକରେ ଦେଖିବା। ନମସ୍କାର।